ଅବନ୍ତୀ ରାଜ୍ୟର ରାଜା ନୟନକାନ୍ତ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏବଂ ସାହସିକତା ପାଇଁ ବେଶ୍ ଜଣାଶୁଣା ଥିଲେ। କେବଳ ତାଙ୍କର ପ୍ରଜାମାନେ ନୁହନ୍ତି, ଆଖପାଖ ଦେଶର ରାଜାମାନେ ମଧ୍ୟ ଏ ବିଷୟରେ ଘରେ ଘରେ ଆଲୋଚନା କରୁଥିଲେ। ସମସ୍ତେ ତାଙ୍କୁ ବାକ୍ୟ ରକ୍ଷାକାରୀ ରାଜା ଭାବରେ ଡାକୁଥିଲେ। ଥରେ ନୟନକାନ୍ତ ଶିକାର କରିବାକୁ ବାହାରିଲେ। ଗୋଟିଏ ସାପ ତାହାର ବିଷ ତାଙ୍କ ଆଖିରେ ଛାଡ଼ିଦେଲା ଏବଂ ସେ ଅନ୍ଧ ହୋଇଗଲେ। ସେ ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ବହୁ ପ୍ରକାରରେ ଉଦ୍ୟମ କଲେ, କିନ୍ତୁ କୌଣସି ଫଳ ମିଳିଲା ନାହିଁ। ଦୃଷ୍ଟିଶକ୍ତି ହରାଇବା ଯୋଗୁଁ ସେ ଚିନ୍ତାରେ ପଡ଼ିଗଲେ। ଶେଷ ଚେଷ୍ଟା ଭାବରେ ସେ ଘୋଷଣା କଲେ ଯେ ଯଦି କେହି ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଦେବ, ତେବେ ସେ 1,00,000 ସ୍ୱର୍ଣ୍ଣମୁଦ୍ରା ଦ୍ୱାରା ତାଙ୍କୁ ପୁରସ୍କୃତ କରିବେ। ଯଜ୍ଞବଲ୍କ ନାମକ ଜଣେ ବିଜ୍ଞ ବ୍ୟକ୍ତି ରାଜାଙ୍କୁ ଭେଟିଲେ ଏବଂ କହିଲେ, ହଜୁର, ମୁଁ ବହୁ ଶାସ୍ତ୍ର ପଢ଼ିଛି ଏବଂ ଆପଣଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ନୟନ ପ୍ରଦାନ ନାମକ ଏକ ପଦ୍ଧତି ବିଷୟରେ ଶିକ୍ଷା କରିଛି। ମୁଁ ନିମିଷାରଣ୍ୟକୁ ଯାଇଥିଲି ଏବଂ ଏଥିପାଇଁ ଆବଶ୍ୟକ ଜଡ଼ିବୁଟି ଖୋଜିଥିଲି। ବହୁ କଷ୍ଟରେ ଏସବୁ ପାଇଲି। ମୁଁ ଆପଣଙ୍କୁ ଏହି ଔଷଧ ସାହାଯ୍ୟରେ ଗୋଟିଏ ମାସ ମଧ୍ୟରେ ଭଲ କରିଦେବି, କିନ୍ତୁ ଆପଣ ଏହା ବଦଳରେ ମୋତେ 1,00,000 ସ୍ୱର୍ଣ୍ଣମୁଦ୍ରା ଓ ଆପଣଙ୍କ ରାଜ୍ୟର ଅର୍ଦ୍ଧେକ ପ୍ରଦାନ କରିବେ। ରାଜା ନୟନକାନ୍ତ ବହୁତ ସମୟ ପର୍ଯ୍ୟନ୍ତ ଚିନ୍ତା କଲେ। ତାପରେ ସେ କହିଲେ, ହେ ବିଦ୍ୱାନ, ମୋ ପାଇଁ ରାଜ୍ୟର ଅର୍ଦ୍ଧେକ ମୋର ଦୃଷ୍ଟିଶକ୍ତି ଠାରୁ ଅଧିକ ମୂଲ୍ୟବାନ ନୁହେଁ। ଯଦି ତୁମେ ମୋର ଦୃଷ୍ଟିଶକ୍ତି ଫେରାଇ ଦେବ, ତେବେ ମୁଁ ତୁମକୁ ମୋ ରାଜ୍ୟର ଅର୍ଦ୍ଧେକ ପ୍ରଦାନ କରିବି, କିନ୍ତୁ ଯେହେତୁ ତୁମେ ବିଶାଳ ପୁରସ୍କାର ଚାହଁ, ତେଣୁ ବିଫଳତା କ୍ଷେତ୍ରରେ ତାହା ସହିତ ସମତୁଲ କଠିନ ଦଣ୍ଡ ପାଇଁ ମଧ୍ୟ ପ୍ରସ୍ତୁତ ରୁହ। ହେ ରାଜନ୍, ଆପଣ ଯେପରି ଦଣ୍ଡ ଉପଯୁକ୍ତ ବିଚାର କରିବେ, ମୁଁ ତାହା ପାଇଁ ପ୍ରସ୍ତୁତ ଅଛି। ଯଜ୍ଞବଲ୍କ ଉତ୍ତର ଦେଲେ, ଯଦି ତୁମେ ଦୃଷ୍ଟିଶକ୍ତି ଫେରାଇ ଦେବ, ମୁଁ ତୁମକୁ ରାଜ୍ୟର ଅର୍ଦ୍ଧେକ ପ୍ରଦାନ କରିବି, ଅନ୍ୟଥା ତୁମର ମୁଣ୍ଡ କାଟ ହେବ। ନୟନକାନ୍ତ କହିଲେ। ଯଜ୍ଞବଲ୍କ ମଧ୍ୟ ଏଥିରେ ସମ୍ମତ ହେଲେ। ରାଜ୍ୟ ସାରା ପ୍ରସ୍ତାବିତ ଚିକିତ୍ସା ବିଷୟରେ ଖବର ବ୍ୟାପିଗଲା। ଲୋକେ ଉତ୍କଣ୍ଠାର ସହିତ ଫଳାଫଳ ଦେଖିବା ପାଇଁ ଅପେକ୍ଷା କରି ରହିଲେ। ଯଜ୍ଞବଲ୍କ ରାଜାଙ୍କୁ ପବିତ୍ର ମୁହୂର୍ତ୍ତରେ ସ୍ନାନ କରାଇଲେ। ତାପରେ ବିଭିନ୍ନ ପ୍ରକାର ତୈଳ ରାଜାଙ୍କ ମଥାରେ ମାଲିସ କରିବା ପାଇଁ ଭୃତ୍ୟମାନଙ୍କୁ କହିଲେ। ତାପରେ ସେ କେତେକ ରସ ଦ୍ୱାରା ପାନୀୟ ପ୍ରସ୍ତୁତ କରି ରାଜାଙ୍କୁ ପିଆଇଲେ। ତାପରେ କେତେକ ମଲମ ତିଆରି କରି ତାଙ୍କ ଚକ୍ଷୁରେ ଲଗାଇ ପଟି ବାନ୍ଧିଦେଲେ। 1 ସପ୍ତାହ ବ୍ୟାପିଗଲା। ଦିନେ ନୟନକାନ୍ତ ଯଜ୍ଞବଲ୍କଙ୍କୁ ସାଙ୍ଗରେ ନେଇ ରାଜପାରିଷଦରେ ପହଞ୍ଚିଲେ। ସେଠାରେ କେତେକ ଗ୍ରାମବାସୀ ରାଜାଙ୍କ ନିକଟରେ ଗୁହାରି କଲେ ଯେ, ମଣିମା, ଆମ ଗ୍ରାମକୁ ଚିତାବାଘଟିଏ ପ୍ରବେଶ କରି ଆସିଛି ଏବଂ ଏହା ଲୋକମାନଙ୍କୁ ମାରି ଖାଉଛି। ମଣିମା ତୁରନ୍ତ ଏହାକୁ ଧରିବାର ବ୍ୟବସ୍ଥା କରନ୍ତୁ। ତାପରେ ନୟନକାନ୍ତ ପାଖରେ ବସିଥିବା ଯଜ୍ଞବଲ୍କଙ୍କୁ କହିଲେ, ଯଦି ମୋର ଦୃଷ୍ଟିଶକ୍ତି ଫେରିଆସେ, ତୁମେ ଅର୍ଦ୍ଧେକ ରାଜ୍ୟର ରାଜା ହେବ। ତେଣୁ ଜଣେ ଭାବୀ ରାଜା ଭାବରେ ଏହି ସମସ୍ୟାର ସମାଧାନ କ'ଣ ହେବ, ଦୟାକରି ମୋତେ କୁହନ୍ତୁ। ଏଥିରେ କ'ଣ ଅଛି ମଣିମା? ଆମ୍ଭେମାନେ ଆମର 4 ଜଣ ଶ୍ରେଷ୍ଠ ସୈନିକଙ୍କୁ ଗ୍ରାମକୁ ପଠାଇବା। ସେଠାରେ ଆମେ ଯୋଜନା କରିବା। ସେମାନେ ଚିତାବାଘ ଆକ୍ରମଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ଏବଂ ତାହାକୁ ହତ୍ୟା କରିବେ। ରାଜା ଏକଥା ଶୁଣି ପ୍ରଶଂସା କଲେ ଏବଂ 4 ଜଣ ସୈନ୍ୟକୁ ପଠାଇ ଚିତାବାଘକୁ ହତ୍ୟା କଲେ। ସପ୍ତାହେ ପରେ ଯେତେବେଳେ ରାଜା ପୁନର୍ବାର ପରିଷଦରେ ବସିଥିଲେ, କେତେକ ଧନୀ ବ୍ୟକ୍ତି ତାଙ୍କ ପାଖକୁ ଆସି ଗୁହାରି କଲେ ଯେ, ମଣିମା, ଗୌରବ ଭୈରବ ନାମକ ଜଣେ ଚୋର ଆମର ସମ୍ପତ୍ତି ଚୋରି କରି ନେଉଛି ଏବଂ ଆମେ ରାତିରେ ଶୋଇପାରୁନାହୁଁ। ଦୟାକରି ତାକୁ ଧରିବାର ବ୍ୟବସ୍ଥା କରନ୍ତୁ। ନୟନକାନ୍ତ ଯଜ୍ଞବଲ୍କଙ୍କୁ ପଚାରିଲେ, ତୁମେ କ'ଣ କରିଥାନ୍ତ? ଯଜ୍ଞବଲ୍କ ଉତ୍ତର ଦେଲେ, ମଣିମା, ବର୍ତ୍ତମାନ ଆମେ ରାଜ୍ୟର ସବୁ କୋଣ ଅନୁକୋଣକୁ କିଛି ନକଲି ଚୋରଙ୍କୁ ପଠାଇବା। ସେମାନେ ନିଶ୍ଚିନ୍ତ ଗୌରବ ଭୈରବର ଦୃଷ୍ଟି ଆକର୍ଷଣ କରିବେ। ସେ ସେମାନଙ୍କୁ ତା ଦଳର ସଦସ୍ୟ ହେବା ପାଇଁ ପ୍ରଲୋଭିତ କରିବ। ତାପରେ ଆମେ ଗୁପ୍ତଚର ମାଧ୍ୟମରେ ତାର ପରବର୍ତ୍ତୀ ଚୋରି ଯୋଜନା ବିଷୟରେ ଜାଣି ସହଜରେ ତାକୁ ଧରିପାରିବା ଓ ଦଣ୍ଡିତ କରିବା। ରାଜା ଯଜ୍ଞବଲ୍କଙ୍କର ପ୍ରଶଂସା କଲେ। ଯଜ୍ଞବଲ୍କଙ୍କର ଯୋଜନା ଅନୁଯାୟୀ ଗୌରବ ଭୈରବ ଜଣେ ଧନୀ ବ୍ୟକ୍ତିଙ୍କ ଘରୁ ଚୋରି କରିବା ପାଇଁ ଉଦ୍ୟମ କଲାବେଳେ ଧରା ପଡ଼ିଲା। ଦିନେ ଯଜ୍ଞବଲ୍କ ରାଜାଙ୍କ ମୁଣ୍ଡରେ ତେଲ ମାଲିସ କଲାବେଳେ
ଜଣେ ଗୁପ୍ତଚର ଆସି ଖବର ଦେଲା ଯେ, ହେ ମଣିମା, ବିଦର୍ଭ ରାଜ୍ୟର ରାଜା ଚନ୍ଦ୍ରହାସ ଆମର ରାଜ୍ୟ ଉପରେ ଆକ୍ରମଣ କରିବା ପାଇଁ ଗୁପ୍ତ ଯୋଜନା କରୁଛନ୍ତି। ନୟନକାନ୍ତ ଗୁପ୍ତଚରଙ୍କୁ ବିଦାୟ ଦେଇ ଯଜ୍ଞବଲ୍କଙ୍କୁ ପଚାରିଲେ, ଆପଣ ଯଦି ରାଜା ହୋଇଥାନ୍ତେ କିପରି ଭାବରେ ଏହି ସମସ୍ୟାର ସମାଧାନ କରିଥାନ୍ତେ? ଯଜ୍ଞବଲ୍କ ତାପରେ ନୟନକାନ୍ତଙ୍କୁ ଦୁଇ ରାଜ୍ୟର ସାମରିକ ଦକ୍ଷତା ବିଷୟରେ ପ୍ରଶ୍ନ କଲେ। ତାପରେ କହିଲେ, ମଣିମା, ଯେହେତୁ ଆମ ଶତ୍ରୁ ରାଜ୍ୟର ସେନାବାହିନୀ ଆମ ସେନାବାହିନୀର 2 ଗୁଣ, ତେଣୁ ଏ କ୍ଷେତ୍ରରେ ସନ୍ଧି କରିନେବା ଠିକ୍ ହେବ। ତାପରେ ନୟନକାନ୍ତ କହିଲେ, ଯଦି ଆମେ ସେପରି କରିବା, ତେବେ ଆମକୁ ଶତ୍ରୁ ରାଜ୍ୟର ରାଜାଙ୍କୁ କର ଦେବାକୁ ପଡ଼ିବ। ଏଥିପାଇଁ ଆମକୁ ଲୋକଙ୍କ ଉପରେ କର ବଢ଼ାଇବାକୁ ପଡ଼ିବ। ଲୋକେ ଦୁର୍ଦ୍ଦଶାର ସମ୍ମୁଖୀନ ହେବେ। କେବଳ ସେତିକି ନୁହେଁ, ଆମର ଶତ୍ରୁ ମଧ୍ୟ ଆମ ରାଜ୍ୟର ନାଗରିକମାନଙ୍କୁ ସେମାନଙ୍କର ଦାସ ଭାବରେ ବ୍ୟବହାର କରିବେ। ତେଣୁ ଯୁଦ୍ଧର ସମ୍ମୁଖୀନ ହୋଇ ବିଜୟୀ ହେବା କିମ୍ବା ବୀର ଭାବରେ ମୃତ୍ୟୁବରଣ କରିବା ଶ୍ରେୟସ୍କର ହେବ। ସେ କ୍ଷେତ୍ରରେ ଆପଣ କ'ଣ ଯୁଦ୍ଧ ପାଇଁ ପ୍ରସ୍ତୁତ? ଯଜ୍ଞବଲ୍କ କହିଲେ, ଯଦି ତୁମେ ମୋର ଦୃଷ୍ଟିଶକ୍ତି ଫେରାଇ ଦେଇ ପାରିବ, ରାଜ୍ୟର ମାନ ରକ୍ଷା କରିବାକୁ ମୁଁ ନିଶ୍ଚୟ ଯୁଦ୍ଧ କରିବାକୁ ଯିବି। ନୟନକାନ୍ତ କହିଲେ, ମଣିମା, ଆପଣଙ୍କର ଚିକିତ୍ସା ଆସନ୍ତାକାଲି ସମାପ୍ତ ହେବ। ଆପଣ ନିଶ୍ଚୟ ଆପଣଙ୍କର ଦୃଷ୍ଟିଶକ୍ତି ଫେରି ପାଇବେ। ଯଜ୍ଞବଲ୍କ ବିଶ୍ୱାସର ସହିତ କହିଲେ। ପରଦିନ ତେଲ ମାଲିସ କରିସାରିବା ପରେ ସେ ରାଜାଙ୍କର ପଟି ଖୋଲିଦେଲେ ଏବଂ ରାଜାଙ୍କୁ ଆଖି ଖୋଲିବା ପାଇଁ କହିଲେ। ଆଖି ଖୋଲିବା ପରେ ପ୍ରଥମେ ରାଜାଙ୍କୁ ଝାପ୍ସା ଦେଖାଗଲା। କିଛି ସମୟ ପରେ ସେ ସବୁ ଜିନିଷ ସ୍ପଷ୍ଟ ଭାବରେ ଦେଖିପାରିଲେ। ନୟନକାନ୍ତ ଯଜ୍ଞବଲ୍କଙ୍କୁ କୁଣ୍ଢାଇ ପକାଇ କହିଲେ, ତୁମେ ମୋତେ ଫେରାଇ ଦେଇଥିବା ଦୃଷ୍ଟିଶକ୍ତି ସାହାଯ୍ୟରେ 2 ଗୁଣ ଶକ୍ତିର ସହିତ ଶତ୍ରୁ ରାଜ୍ୟ ଉପରେ ଆକ୍ରମଣ କରିବି। ଯଦି ମୁଁ ଶତ୍ରୁ ରାଜ୍ୟର ରାଜାଙ୍କୁ ଧରି ଆଣେ, ତେବେ ମୋ ରାଜ୍ୟର ଅର୍ଦ୍ଧେକ ନୁହେଁ, ସମଗ୍ର ବିଦର୍ଭ ରାଜ୍ୟ ତୁମକୁ ପ୍ରଦାନ କରିବି। ଯଜ୍ଞବଲ୍କ ଉତ୍ତର ଦେଇ କହିଲେ, ମଣିମା, ମୁଁ ଜାଣେ ଆପଣଙ୍କର ପ୍ରତିଶ୍ରୁତି ଭୁଲିବେ ନାହିଁ। ବିଜୟୀ ହୁଅନ୍ତୁ। ନୟନକାନ୍ତ ଶତ୍ରୁସେନାଙ୍କ ସହିତ ଯୁଦ୍ଧର ସମ୍ମୁଖୀନ ହେଲେ। ଅବନ୍ତୀ ରାଜ୍ୟର ସେନାବାହିନୀ ଉତ୍ତେଜନାର ସହିତ ଯୁଦ୍ଧ କଲେ। ନୟନକାନ୍ତ ସୁଯୋଗ ନେଇ ଶତ୍ରୁ ରାଜ୍ୟର ରାଜା ଚନ୍ଦ୍ରହାସଙ୍କୁ ହତ୍ୟା କଲେ। ଶତ୍ରୁ ସୈନ୍ୟ ତାଙ୍କର ପଦାନତ ହେଲେ। ବିଦର୍ଭ ରାଜ୍ୟ ନୟନକାନ୍ତଙ୍କ ହାତକୁ ଆସିଲା। ନୟନକାନ୍ତ ତାଙ୍କର ବ୍ୟକ୍ତିଗତ ପ୍ରକୋଷ୍ଠରେ ପହଞ୍ଚି ବିଦର୍ଭ ରାଜ୍ୟ ଯଜ୍ଞବଲ୍କଙ୍କୁ ଦେବା ପାଇଁ ଚାହିଁଲେ। ଯେତେବେଳେ ସେ ଯଜ୍ଞବଲ୍କଙ୍କୁ ଡକାଇ ପଠାଇଲେ, ମଣିମା, ବିଦ୍ୱାନ ବ୍ୟକ୍ତି ଜଣକ ଆପଣଙ୍କର ବିଜୟର ଖବର ପାଇଲା ପରେ ତୁରନ୍ତ ଏହି ସ୍ଥାନ ଛାଡ଼ି ଚାଲିଗଲେ। ନୟନକାନ୍ତ ଯଜ୍ଞବଲ୍କଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ଏହି କାହାଣୀ କହିସାରି ବେତାଳ ରାଜା ବିକ୍ରମଙ୍କୁ ପଚାରିଲା, ଓଃ ରାଜନ୍, ଯଜ୍ଞବଲ୍କ ବହୁ ଶାସ୍ତ୍ର ଅଧ୍ୟୟନ କରିଥିଲେ ଏବଂ ନିମିଷାରଣ୍ୟରେ ଏହି ଜଡ଼ିବୁଟି ହାସଲ କରିବା ପାଇଁ ବହୁତ କଷ୍ଟ କରିଥିଲେ। ସେ ରାଜ୍ୟର ଅଧା ହାସଲ କରିବା ପାଇଁ ଏତେ କଠିନ ପରିଶ୍ରମ କରିଥିଲେ। କେବଳ ସେତିକି ନୁହେଁ, ଭାବୀ ରାଜା ଭାବରେ ନୟନକାନ୍ତଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦେଇ ରାଜାଙ୍କର ପ୍ରଶଂସା ଲାଭ କରିଥିଲେ। କିନ୍ତୁ ସେ ରାଜ୍ୟର ଅର୍ଦ୍ଧେକ ହାସଲ କରିବା ପରିବର୍ତ୍ତେ କାହିଁକି ସେ ସ୍ଥାନ ଛାଡ଼ି ଚାଲିଗଲେ? ସେ ଭାବିଲେ କି ପ୍ରତିଶ୍ରୁତି ରକ୍ଷାକାରୀ ରାଜା ତାଙ୍କର ପ୍ରତିଶ୍ରୁତି ରକ୍ଷା ନ କରି ତାଙ୍କୁ ଶତ୍ରୁ ପରି ହତ୍ୟା କରିବେ, କିମ୍ବା ସେ ଭାବିଲେ ଯେ ବିଦର୍ଭ ରାଜ୍ୟ ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିପାରେ। ଯଦି ତୁମେ ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣି ଚୁପ୍ ରହିବ, ତେବେ ତୁମର ଶିର ଶତଧା ବିଦୀର୍ଣ୍ଣ ହେବ। ଏ କଥା ଶୁଣି ରାଜା ବିକ୍ରମ ଏହିପରି ଉତ୍ତର ଦେଲେ, ହେ ବେତାଳ, ଯଜ୍ଞବଲ୍କ ଅପେକ୍ଷାକୃତ ଭାବରେ ଛୋଟ ଛୋଟ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଉଥିଲେ। ଯେତେବେଳେ ଯୁଦ୍ଧର କଥା ଆସିଲା, ସେ ଭୀରୁ ପରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଲେ। ରାଜା ଯେତେବେଳେ ତାଙ୍କୁ ବିଜୟ କିମ୍ବା ସମ୍ମାନଜନକ ମୃତ୍ୟୁର କଥା କହିଲେ, ସେତେବେଳେ ସେ ରାଜା ହେବା ପାଇଁ ଆବଶ୍ୟକ ଗୁଣ ବିଷୟରେ ବୁଝିଗଲେ। ସେ ତାଙ୍କର ସ୍ୱାର୍ଥ କାରଣରୁ ରାଜ୍ୟର ଅର୍ଦ୍ଧେକ ଚାହୁଁଥିଲେ, କିନ୍ତୁ ଯେତେବେଳେ ରାଜା ଜନସ୍ୱାର୍ଥ ନିମନ୍ତେ ନିଜ ସ୍ୱାର୍ଥକୁ ବଳି ଦେଇ ମୃତ୍ୟୁର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇଗଲେ, ତାହା ଦେଖି ଯଜ୍ଞବଲ୍କଙ୍କର ମନ ବଦଳିଗଲା। ସେ ହୃଦୟଙ୍ଗମ କଲେ ଯେ ରାଜା ହେବା ପାଇଁ ଦକ୍ଷ, ସାହସୀ ଏବଂ ନିଃସ୍ୱାର୍ଥପର ହେବା ଏକାନ୍ତ ଆବଶ୍ୟକ। ତେଣୁ ସେ ରାଜପ୍ରାସାଦ ଛାଡ଼ି ଚାଲିଗଲେ। ତାଙ୍କ ମନରେ ରାଜାଙ୍କ ପ୍ରତି କୌଣସି ଭୟ ବା ସନ୍ଦେହ ନଥିଲା। ରାଜା ବିକ୍ରମଙ୍କର ନୀରବତା ଭଙ୍ଗ ହେବା ମାତ୍ରେ ଶବସ୍ଥିତ ବେତାଳ ଅଦୃଶ୍ୟ ହୋଇଗଲା ଏବଂ ପୁନର୍ବାର ବୃକ୍ଷରେ ଓଲଟା ଝୁଲି ପଡ଼ିଲା।